ଶୀତ ଯେମିତି ଏବେ ଆମ ଓଡ଼ିଶାରେ ଅଛି ଆମେ ସମସ୍ତେ ଶୀତ ବସ୍ତ୍ରକୁ ନିହାତି ଭାବରେ ୟୁଜ୍ କରୁଛେ କିନ୍ତୁ ଶୀତ ବସ୍ତ୍ରକୁ ଆମେ ମାନେ ଯେଉଁ କ୍ୟାପ୍ଟାକୁ ଆମେ ତାୱାରେ କାହିଁକି ୟୁଜ୍ କରିବା ସେଇଟା ଆଜିର ଭିଡ଼ିଓରେ ଆପଣମାନେ ଗୋଟେ ୟୁନିକ୍ ପ୍ରକାରର ଟିପ୍ସ ଜାଣିବା ପାଇଁ ପାଇବେ। ତ ଜମା ବି ଭିଡ଼ିଓକୁ ସ୍କିପ୍ କରନ୍ତୁନି, ଫାଷ୍ଟ ଲା ଯାଏଁ ଦେଖନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଗୋଟେ ସୁନ୍ଦର ସା ଟିପ୍ସ ଭିଡ଼ିଓକୁ ମୋ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଆଉ ଖୁସିରେ ଥିବେ। ତ ଯଦି ମୋ ଚ୍ୟାନେଲ ଆପଣମାନେ ନୂଆ ଅଛନ୍ତି ତାହେଲେ ନିହାତି ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ପାଖରେ ଥିବା ବେଲ୍ ବଟନକୁ କ୍ଲିକ୍ କରିନିଅନ୍ତୁ, ଯାହାଫଳରେ ମୋ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ। ଆପଣମାନେ ଏମିତି ସବୁବେଳେ ସୁନ୍ଦର ସୁନ୍ଦର ୟୁନିକ୍ ଭିଡ଼ିଓ ସବୁ ଦେଖିବା ପାଇଁ ପାଇପାରିବେ। ଆଜିର ଭିଡ଼ିଓ କିଛି ୟୁନିକ୍ ଅଛି ଟିପ୍ସ ଗୁଡ଼ାକ ଯେଉଁଟାକି ଆପଣମାନେ ହୁଏତ ଆଗରୁ ଜାଣିନଥିବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଫାର୍ଷ୍ଟ ଟିପ୍ସ ଆଡ଼କୁ ଯିବା, ଦେଖିବା କ'ଣ ଅଛି ଆଉ ସେଇଟା ଆପଣମାନଙ୍କୁ କେତେ ସାଟିସ୍ଫାଏଡ଼୍ କରିପାରୁଛି। ତ ଦେଖନ୍ତୁ, କିଚେନରେ ତ ଆମେ ସମସ୍ତେ ସବୁବେଳେ ଗୁଡ଼, ଚିନି, ମହୁ ଏଇ ଟାଇପ୍ର ଜିନିଷ ଆମର ଖାଇବା ବନେଇବାରେ ୟୁଜ୍ କରିଥାଉ। ତା ଭିତରୁ ଚିନିଟା ଆମେ ଡେଲି ବେସିସ୍ରେ ୟୁଜ୍ କରିଥାଉ, କିନ୍ତୁ ଚିନିରେ କ'ଣ ହୁଏ ନା ପ୍ରାୟ ଟାଇମ୍ ଜନ୍ଦା ହେଉ, ପିମ୍ପୁଡ଼ି ହେଉ ସବୁ ଲାଗିଯାଆନ୍ତି, ଯେଉଁଟାକି ଆମକୁ ଖାଇଲା ବେଳକୁ ବହୁତ ପ୍ରୋବ୍ଲେମ୍ ହେଇଥାଏ। ତ ଏମିତି ୱେରେ ଆମେ ଚିନିକି ରଖିବା ଯାହାଫଳରେ କି ତା ଭିତରେ ଜମା ଜନ୍ଦା, ପିମ୍ପୁଡ଼ି ମାନେ ଡବା ବନ୍ଦ ହେଲେ ବି ତା ଭିତରୁ କେମିତି କ'ଣ ଚାଲି ଆସନ୍ତି। ଟିକିଏ ଆପଣମାନେ ଯଦି ଲୁଜ୍ କରିଦେଇଥିବେ ତାହେଲେ ସେଥିରେ ପୁରା ବସା ବାନ୍ଧି ଦେଇଥାନ୍ତି ସେମାନେ, ଯେଉଁଟାକି ଖାଇବା ପାଇଁ ଆମକୁ ଭଲ ଲାଗିନଥାଏ। ତ ସେଥିପାଇଁ ଆପଣମାନେ 5ରୁ 6ଟି ଲବଙ୍ଗ ନେଇଯାଆନ୍ତୁ। ତ ଆପଣମାନେ ଜିନିଷର ପରିମାଣ ଅନୁଯାୟୀ ଲବଙ୍ଗ ନେବେ। ତ ଏଠି ମୋର ଅଳ୍ପ ଅଛି, 4-5ଟା ନେଇ, ଯଦି ଅଧିକ କେଜିଏ ଚିନି ହେଇଯିବ ତାହେଲେ 10ଟା ଖଣ୍ଡେ ଆପଣମାନେ ଲବଙ୍ଗ ଯଦି ପକାଇଦେବେ ତାହେଲେ ହେବ। ତ ଦେଖନ୍ତୁ ଏଇ ଟାଇପ୍ର ଆପଣମାନେ ପକାଇକି ଏୟାରଟାଇଟ୍ କଣ୍ଟେନର୍ରେ ରଖିବେ। ଦେଖିବେ ଆପଣମାନଙ୍କର ଚିନି ଜମା ବି ଆଉ ଖରାପ ସ୍ମେଲ୍ ହେବନି। ତା ସହିତ ଆପଣମାନଙ୍କର ଯେଉଁ ଆମର ଜନ୍ଦା, ପିମ୍ପୁଡ଼ି ସେଗୁଡ଼ା ବି ଲାଗିବେନି। ତ ଆଶା କରୁଛି ଏଇ ଛୋଟ ଟିପ୍ସଟା ଆପଣମାନଙ୍କୁ ଡେଲି ଲାଇଫ୍ରେ ବହୁତ ବଢ଼ିଆ ବେନିଫିଟ୍ ଦେବ ବୋଲି। ଯଦି ମୋର ଏଇ ଟିପ୍ସଟା ଭଲ ଲାଗିଛି ତାହେଲେ ମୋତେ କମେଣ୍ଟ ସେକ୍ସନରେ ଲେଖିକି ଜଲ୍ଦି ଜଣାଇ ଦିଅନ୍ତୁ। କିଚେନରେ ଆଉ କେଉଁ ଜିନିଷକୁ ନେଇକି ଆପଣମାନେ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି ତାହେଲେ ମୋତେ ସେଇଟା ବି ଲେଖି ଜଣାନ୍ତୁ, ମୁଁ ତା'ର ସଲ୍ୟୁସନ୍ ଆଣିବା ପାଇଁ ଚେଷ୍ଟା କରିବି। ତ ଚାଲନ୍ତୁ ଆଜିର ନେକ୍ସଟ ଟିପ୍ସ ଆଡ଼କୁ, ଯେଉଁଟାକି ଲେଡ଼ିଜ୍ ଆଉ ଗାର୍ଲସମାନଙ୍କ ପାଇଁ ଅଛି। ତ ଦେଖନ୍ତୁ, ଆମ ଘରେ ତ ବହୁତ ସାରା କ୍ଲଚର୍ ହେଇଥାଏ, କିନ୍ତୁ ବେଳେବେଳେ ଆମେ କ୍ଲଚର୍କୁ କ'ଣ ହେଉନା ଓଦା କ୍ଲିପ୍ରେ ଏମିତି ମୁଣ୍ଡରେ ଭିଡ଼ି ଦେଇଥାଉ, ଯାହାଫଳରେ କ'ଣ ହୁଏ ନା ତା'ର ଯେଉଁ କ୍ଲାମ୍ପଟା ଆମର ଲାଗିଥାଏ ତ ସେଠି କ'ଣ ହୁଏ ନା ବାରମ୍ବାର ପାଣି ଲାଗିବା ଦ୍ୱାରା ସେଇଟା ଜଙ୍କ୍ ଖାଇକିନା ପୁରା ନଷ୍ଟ ହୋଇଯାଏ। ତ ସେଥିପାଇଁ ଆପଣମାନେ କ'ଣ କରିବେ ନା, ଯେଉଁ କଲର୍ କ୍ଲାମ୍ପ ମାନେ କ୍ଲଚର୍ ଅଛି ଆପଣମାନେ ସେଇଠି ଯେଉଁ ତା'ର ଲାଗିଥାଏ ପେଚଟା, ତ ସେଠି ଆପଣମାନେ ସେଇ କଲର୍ ନେଲ୍ ପେଣ୍ଟ ଲଗାଇ ନିଅନ୍ତୁ। ସେଇଟା ସୁନ୍ଦର ଦେଖାଯିବା ସହିତ ପୁରା ମିକ୍ସ ହେଇଯିବ। ଯଦି ଆପଣମାନଙ୍କ ପାଖରେ ସବୁ କଲର୍ କ୍ଲଚର୍ ସହିତ ସବୁ କଲର୍ ନେଲ୍ ପେଣ୍ଟ ନାହିଁ ଆଭେଲେବୁଲ୍, ତାହେଲେ ଆପଣମାନେ କ'ଣ କରନ୍ତୁ ନା ଗୋଟେ ଟ୍ରାନ୍ସପାରେଣ୍ଟ କଲର୍ ଯେଉଁ ନେଲ୍ ପଲିସ୍ ଅଛି ୱାଟର୍ କଲର୍, ତ ତାକୁ ନେଇକି ଆପଣମାନେ ଏଥିରେ ଲଗାଇ ପାରିବେ। ତ ଦେଖନ୍ତୁ ମୋ ପାଖରେ 3ଟା କଲର୍ ନେଲ୍ ପଲିସ୍ ଥିଲା ଆଉ 3ଟା କଲର୍ର ମୋର କ୍ଲଚର୍ ଥିଲା। ତ ସେଠି ମୁଁ ଲଗାଇଥିଲି, ଏଇଟା ଜମା ବି ଜଣା ପଡ଼ିବନି କି କିଛି ଖରାପ ଦେଖାଯିବନି, କିନ୍ତୁ ଭୁଲରେ ବି ଅଲଗା କଲର୍ ଲଗାଇବନି, ଏଇଟା ଭଲ ଲାଗିବନି ଜମା ବି। ତ ଟିପ୍ସଟି ଭଲ ଲାଗିଲେ ମୋତେ କମେଣ୍ଟ ସେକ୍ସନରେ ଲେଖି ଜଣାନ୍ତୁ। ତ ଚାଲନ୍ତୁ ଯିବା ଆଜିର ନେକ୍ସଟ ଟିପ୍ସ ଆଡ଼କୁ। ତ ଆମ ପାଖରେ ବହୁତ ସାରା ଆର୍ଟିଫିସିଆଲ୍ ଜ୍ୱେଲେରୀ ଥାଏ ଆଉ ଆର୍ଟିଫିସିଆଲ୍ ଜ୍ୱେଲେରୀରେ ଏଇ ଟାଇପ୍ର କଲରଫୁଲ୍ ଷ୍ଟୋନ୍ ସବୁ କାମ ହୋଇଥାଏ। ଆଉ ଯଦି ଗୋଟେ ଷ୍ଟୋନ୍ ସେଥିରୁ ଖସିଯାଏ ତାହେଲେ ଆମକୁ ଲଗାଇବା ପାଇଁ ଜମା ବି ସେଇଟା ପସନ୍ଦ ହେଇନଥାଏ। ତ ଆପଣମାନଙ୍କୁ ଗୋଟେ ବହୁତ ବଢ଼ିଆ ଟିପ୍ସଟେ କହିବି, ଯାହାଦ୍ୱାରା ଆପଣମାନେ ଏଇ ଆର୍ଟିଫିସିଆଲ୍ ଯେଉଁ ଜ୍ୱେଲେରୀରେ ଯେଉଁ ଷ୍ଟୋନ୍ ଗୁଡ଼ାକ ଲାଗିଥାଏ ତାକୁ ତା'ର ଜାଗାଟାକୁ ଆପଣମାନେ କଭର୍ କରିପାରିବେ। ତ ଚାଲନ୍ତୁ ଦେଖିବା ସେ ଜିନିଷଟା କ'ଣ। ତ ଦେଖନ୍ତୁ, ମୋର ଏଠି ଗ୍ରୀନ୍ ଆଉ ମେରୁନ୍ କଲର୍ର ଅଛି ଷ୍ଟୋନ୍, କିନ୍ତୁ କିଛି ବି ଛାଡ଼ିନି। ଗୋଟେ ଗୋଟେ ଆମର ଷ୍ଟୋନ୍ ନ ଛାଡ଼ିକିନା ବି କଲର୍ ଫେଡ଼୍ ହେଇଯାଇଥାଏ ସେ ଷ୍ଟୋନ୍ ଗୁଡ଼ାକ। ତ ତାକୁ ଆପଣମାନେ ଗ୍ଲେଜିଂକୁ ଆଣିବା ପାଇଁ ସେଇ କଲର୍ର ନେଲ୍ ପେଣ୍ଟ ଆପଣମାନେ ନେଇ ନିଅନ୍ତୁ। ଆଉ ଯଦି ପାରିବେ ତାପରେ ଯେଉଁ ହ୍ୱାଇଟ୍ କଲର୍ କୋଟ୍ଟା ଆମର ଆସିଥାଏ ୱାଟର୍ କଲର୍ର, ତ ତାକୁ ବି ଆପଣମାନେ ଲଗାଇ ପାରନ୍ତି, ଆହୁରି ସୁନ୍ଦର ଆଉ ଆହୁରି ଗ୍ଲେଜ୍ ଦେଖାଯିବ। ତ ଦେଖନ୍ତୁ ଏଇଟା ୟାର ଜାଗା ଗୁଡ଼ାକୁ ଇଏ କଭର୍ କରିନେବ। ଯଦି ବି ଷ୍ଟୋନ୍ ନାହିଁ ସେଇଟା କଭର୍ କରିନେବ। ଆଉ ଯଦି ଷ୍ଟୋନ୍ ମାନେ ଟିକେ ସ୍କାର୍ଚ ହେଇଯାଇଛି, ଘେସରା ଦେଖାଯାଉଛି, ତାହେଲେ ତାକୁ ବି କଭର୍ କରିନେବ। ତ ଆଶା କରୁଛି ଏଇ ଟିପ୍ସଟା ବି ଆପଣମାନଙ୍କୁ ବହୁତ ଭଲ କାମ ଦେବ, କାହିଁକିନା ଆଜିକାଲି ସମସ୍ତେ ଆର୍ଟିଫିସିଆଲ୍ ଜ୍ୱେଲେରୀ ପିନ୍ଧିବା ପାଇଁ ପସନ୍ଦ କଲେଣି। ଆଉ ତାକୁ କେମିତି ସାଇତିକି ରଖିବା ସେଇଟା ବି ଆମକୁ ଭାବିବା ପାଇଁ ପଡ଼ିବ। ତ ଚାଲନ୍ତୁ ଯିବା ଏବେ ଜାଣିବା ରୁଟି ତାୱାକୁ ଆମେ କାହିଁକି ମାନେ ଶୀତ ଦିନର ଟୋପିକୁ ପିନ୍ଧିବା। ଶୀତ ଦିନ ତ ଟୋପି ଆମେ ନର୍ମାଲି ମୁଣ୍ଡରେ ଲଗାଇଥାଉ ଶୀତରୁ ମାନେ ପ୍ରକୋପରୁ ଆମେ ରକ୍ଷା ପାଇବା ପାଇଁ, କିନ୍ତୁ ଆମେ ତାୱାକୁ କାହିଁକି ପିନ୍ଧିବା। ତ ଦେଖନ୍ତୁ, ଆମ ଘରେ ଆମେ ବିଭିନ୍ନ ପ୍ରକାରର ବାସନ ସବୁ ରଖିଥାଉ, ମାନେ ସବୁ କାମ ପାଇଁ। ମନେ କରନ୍ତୁ ରୁଟି ଆପଣମାନେ ସକାଳେ କରିଛନ୍ତି, ଦ୍ୱିପହର କରିବେ, ସନ୍ଧ୍ୟା କରିବେ, କିଛି ରିଜିନ୍ ପାଇଁ, ତ ବାରମ୍ବାର ଆପଣମାନେ ତାୱାଟାକୁ ଧୋଉଥିବେ, ତାକୁ ମାଜୁଥିବେ। ଏମିତି କରିବା ଦ୍ୱାରା ଆପଣମାନଙ୍କର ଟାଇମ୍ ବି ୱେଷ୍ଟ ହେବ ଆଉ ଆପଣମାନଙ୍କୁ କାମ କରିବା ପାଇଁ ଇରିଟେଟ୍ ବି ଲାଗିବ। ତ ସେଥିପାଇଁ ଆପଣମାନଙ୍କର ଯେଉଁ ଛୋଟ ପିଲାଙ୍କର ଟୋପି ନା କାହିଁ ଉଲ୍ଟା ଯେହେତୁ ଆମର ଷ୍ଟ୍ରେଚ୍ ହେବ, ତ ସେଥିପାଇଁ ଆପଣମାନେ ଛୋଟ ପିଲାଙ୍କର ଟୋପିକୁ କ'ଣ କରନ୍ତୁ ନା ତାକୁ ଭଲସେ ପୁରା କ୍ଲିନ୍ କରିନିଅନ୍ତୁ, ଯେଉଁଟା ୟୁଜ୍ ହେବାର ନାହିଁ। ତ ସେଟାକୁ ନେଇକି ଆପଣମାନେ ଯେଉଁ ବାସନକୁ ଏମିତି ଘୋଡ଼େଇବାକୁ ଚାହୁଁଛନ୍ତି, ଯେମିତିକି ତାୱା ହେଲା, ତ ତାକୁ ଏମିତି ଘୋଡ଼େଇ ଦିଅନ୍ତୁ। ଯାହାଫଳରେ ଏଟା ଯେହେତୁ ମୋଟା ଥାଏ, ୟା ଭିତରକୁ ଆଉ ଜମା ବି କିଛି ପୋକ ଜୋକ ଯାଇପାରନ୍ତିନି କି କିଛି ଡଷ୍ଟ ବି ଏଥିରେ ଲାଗେନି। ଆପଣମାନଙ୍କୁ ଏଟାକୁ ବାରମ୍ବାର କ୍ଲିନ୍ କରିବାକୁ ବି ପଡ଼ିବନି। ତ ଆଶା କରୁଛି ଆଜିର ଭିଡ଼ିଓରେ ସବୁ ଟିପ୍ସ ଗୁଡ଼ାକ ଆପଣମାନଙ୍କୁ ବହୁତ ଭଲ ବେନିଫିଟ୍ ଦେବ। ଗୋଟେ ୟୁଜଲେସ୍ ଜିନିଷ ମାନେ ଗୋଟେ କ୍ୟାପ୍ଟା ମୋର ପିଲାଙ୍କର ଛୋଟ ହୋଇଯାଇଥିଲା,
ତାକୁ ମୁଁ ଗୋଟେ ବହୁତ ବଢ଼ିଆ କାମରେ ଲଗେଇଦେଲି ଆଉ ବହୁତ କାମରୁ ବି ଏଠି ମୁକ୍ତି ପାଇଗଲି। ତ ଆଶା କରୁଛି ଏଇ ଟିପ୍ସ ଗୁଡ଼ାକ ଆପଣମାନେ ନିଜ ଡେଲିକା ଲାଇଫରେ କାମରେ ଲଗେଇବେ। ଆଉ ଯଦି ସଫଳ ହୁଅନ୍ତି ତାହେଲେ ମୋତେ କମେଣ୍ଟ ସେକ୍ସନରେ ଲେଖିକି ଜଲ୍ଦି ଜଣେଇ ଦିଅନ୍ତୁ। ଭିଡ଼ିଓଟି ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖିଥିବାରୁ ଆପଣମାନଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ।